ଘରେ ଯଦି ଅତି ସହଜରେ ଏମିତି ଟେଷ୍ଟି ବାଲା କଲରଫୁଲ୍ କେକ୍ ମିଳିଯାଏ ସତ କହିଲେ ମଜା ଆସିଯିବନି। ଚାଲନ୍ତୁ ଆଜି ଘରେ ଥିବା 2-3ଟି ସାମଗ୍ରୀକୁ ନେଇ ଏମିତି ଟେଷ୍ଟି ବାଲା କେକ୍ଟା ବନେଇବା, ଯୋଉଥିପାଇଁ କି ବେଶୀ କିଛି ପରିଶ୍ରମ କରିବାକୁ ପଡ଼ିବନି। ସେଥିପାଇଁ ମିକ୍ସରେ କିଛି ସୁଜି ସହ କିଛି ଚିନି ଆଉ ଗୁଜୁରାତିକୁ ଦେଇ ଗୋଟେ ବଢ଼ିଆ ଫାଇନ୍ ପେଷ୍ଟ କରିନେବା। ସେସବୁ ବଢ଼ିଆ ସେ ପେଷ୍ଟ ହେଇଗଲା ପରେ ଆମେ ତାକୁ ଛଣା ସାହାଯ୍ୟରେ ଛାଣିକି ସାଇଡ଼୍ କରିନେବା। ତାପରେ ଗଛରୁ ଆଣିଥିବା 2-3ଟା ଆମ୍ବକୁ ତାକୁ କାଟି ଦେଇଦେବା ଗ୍ରାଇଣ୍ଡରରେ। ତାକୁ ବଢ଼ିଆ ସେ ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା ସୁଜି ଦେହରେ ସେସବୁ ମିକ୍ସ ଦେଇ ବଢ଼ିଆ ସେ ଗୋଳେଇ ନେବା। ସେସବୁ ବଢ଼ିଆ ସେ ଗୋଳେଇ ହେଇଗଲା ପରେ ଆମେ ତାକୁ 10ରୁ 15 ମିନିଟ୍ କଭର ଦେଇ ରଖିନେବା। ତାପରେ କିଛି ରିଫାଇନ୍ ତେଲ ସହ ଗୋଟେ ପ୍ୟାକେଟ୍ ଇନୋକୁ ଦେଇ ଆଉ ଅଳ୍ପ କିଛି ସ୍ୱାଦ ଅନୁସାରେ ଲୁଣକୁ ଦେଇ ବଢ଼ିଆ ସେ ଗୋଳେଇ ନେବା। ଅଏଲ୍ ଦ୍ୱାରା ଗ୍ରୀସ୍ କରିଥିବା କିଛି ଗୋଟେ ପ୍ୟାନ୍ ଦିହରେ ସେ ସବୁକୁ ଦେଇକି ଟ୍ୟାପ୍ କରିକି ପ୍ରିହିଟ୍ ଥିବା କଡ଼େଇରେ 40ରୁ 45 ମିନିଟ୍ ବେକ୍ କରିଦେଲା ପରେ ଆମର ଟେଷ୍ଟି ମ୍ୟାଙ୍ଗୋ କେକ୍ ପୁରା ଘରେ ରେଡ଼ି। ଥରେ ଏହି ପ୍ରୋସେସରେ ବନେଇକି ନିଶ୍ଚୟ